ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଶା କରୁଛି ଆପଣ ସମସ୍ତେ ଭଗବାନଙ୍କ ଦୟାରୁ ଭଲରେ ଥିବେ। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଶୀତ ଋତୁର ଓଡ଼ିଆ ରଚନା ବିଷୟରେ କହିବାକୁ ଯାଉଛି, ଯେଉଁଟାକି ପ୍ରତ୍ୟେକ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ପାଇଁ ନିହାତି ଆବଶ୍ୟକ। ତ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚାଲନ୍ତୁ ଆରମ୍ଭ କରିବା ଆଜିର ଭିଡ଼ିଓ। ଉପକ୍ରମ। ଶୀତରେ ପୌଷ ମାଘ ମାସ, ଦେହରେ ରଖ ଶୀତବାସ। ଧରଣୀ ରାଣୀ କାକରର ଧବଳ ଅସ୍ତରାଣରେ ଘୋଡ଼େଇ ହୋଇ ସ୍ୱାଗତ କରେ ଶୀତ ଋତୁକୁ। ହିମ ଶୀତଳ ହେମନ୍ତକୁ ବିଦାୟ ଦେଇ ଧରାପୃଷ୍ଠରେ ଅବତରଣ କରେ ଶୀତକାଳ। ଶିଶିର ବିନ୍ଦୁ ଶୀତ ପ୍ରବାହରେ ଘନୀଭୂତ ହୋଇ ବାୟୁମଣ୍ଡଳକୁ ଅଧିକ ଶୀତଳ କରେ। ମାର୍ଗଶିର ମାସରେ ହାଲକା ଶୀତ ଆରମ୍ଭ ହୋଇ ପୌଷ ଓ ମାଘ ମାସରେ ଶୀତ ଦ୍ୱିଗୁଣିତ ହୋଇଥାଏ। ଋତୁକ୍ରମରେ ଶୀତ ଋତୁର ସ୍ଥାନ ପଞ୍ଚମ ହେଲେ ମଧ୍ୟ ଏଥିରେ ନଥାଏ କୋକିଳର ପଞ୍ଚମ ତାନ ଅଥବା ଫୁଲଧନୁର ବାଣ। ଟୋପା ଟୋପା ଶିଶିର ବିନ୍ଦୁ ଶୀତ ପ୍ରଭାବରେ ଘନୀଭୂତ ହୁଏ। ହିମାଦ୍ରିର ହିମଗହ୍ୱରକୁ ହିମ ପ୍ରବାହ ବାୟୁମଣ୍ଡଳକୁ ଅଧିକ ଶୀତଳ କରେ। ଶୀତ ଋତୁର ପ୍ରକୃତି। ଶୀତ ଋତୁର ଶିଶିର ସ୍ନାତା ଧରଣୀ ରାଣୀ ଅପୂର୍ବ ଶ୍ରୀ ମଣ୍ଡିତ ହୋଇଥାଏ। ଘାସବୁଦା ଓ ନାନାଦି ଗୁଳ୍ମରେ ପଡ଼ିଥିବା ଶିଶିର ବିନ୍ଦୁ ମୁକ୍ତା ଭଳି ଝଟକି ଉଠେ। ଶୀତକାଳରେ ବିଭିନ୍ନ ପ୍ରକାରର ପନିପରିବା, ଫୁଲ, ଫଳ ଓ ରବି ଫସଲ ଅମଳ ହୁଏ। ଏହି ଋତୁରେ ମେଘ ମୁକ୍ତ ଆକାଶ, ନିର୍ମଳ ଚନ୍ଦ୍ରମଣ୍ଡଳ, ଶୀତ ସକାଳର ସୂର୍ଯ୍ୟକିରଣ ପୁଷ୍କରିଣୀର ସ୍ୱଚ୍ଛ ନିର୍ମଳ ଜଳରେ ତୀବ୍ରତ୍ ବୃକ୍ଷମାନଙ୍କର ପ୍ରତିବିମ୍ବ କବି ଓ ଭାବୁକଙ୍କ ମନରେ ପୁଲକ ଜାତ କରେ। କାଶତଣ୍ଡି ଫୁଲର ମଳିନ ଆଭା ପ୍ରକୃତି ରାଣୀର ଉତ୍ତର ବୟସର ପକ୍ୱ କେଶର ଭ୍ରାନ୍ତି ସୃଷ୍ଟି କରେ। ଶୀତକାଳରେ ଗାଁ ଦାଣ୍ଡ ମୁଣ୍ଡରେ ଶିଶୁ ଓ ବୃଦ୍ଧ ବୃଦ୍ଧାମାନଙ୍କର ନିଆଁ ଜାଳି ଜାଡ଼ କଷ୍ଟରୁ ରକ୍ଷା ପାଇବାର ଦୃଶ୍ୟ ମନୋହର ମନେହୁଏ। ସନ୍ଧ୍ୟା ସମୟରେ ଗାଁ ଦାଣ୍ଡ ମୁଣ୍ଡ ଭାଗବତ ଘରେ ଭାଗବତ ପାଠ, ହରିନାମ କୀର୍ତ୍ତନ ଶୀତ ସନ୍ଧ୍ୟାକୁ ପୂତ କରିଥାଏ। ଶୀତ ଋତୁର ଫୁଲ ଫଳ। ଶୀତ ଋତୁରେ ବିଭିନ୍ନ ପ୍ରକାରର ଫୁଲ ଯଥା ଗେଣ୍ଡୁ, ତରାଟ, ସୋରିଷ, ଗୋଲାପ, ଡାଲିଆ ଆଦି ଫୁଲ ଫୁଟିଥାଏ। ଏହି ସମୟରେ ଧାନ କ୍ଷେତରେ ସୁନାର ହାଟ ବସେ କହିଲେ ଅତ୍ୟୁକ୍ତ ହେବ ନାହିଁ। କୃଷକ ମନଫୁଲିଆ ଗୀତ ଗାଇ ଧାନ କାଟି ଶଗଡ଼ରେ ଅବା ବାହୁଙ୍ଗିରେ ବହନ କରି ଆସୁଥିବାର ଦୃଶ୍ୟ ଗାଁ ଦାଣ୍ଡକୁ ପରିପୂର୍ଣ୍ଣ କରିଥାଏ। ପର୍ବପର୍ବାଣୀ। ଶୀତକାଳୀନ ପର୍ବପର୍ବାଣୀ ଗୁଡ଼ିକ ପ୍ରାଣଭୂମିକୁ ଉଲ୍ଲସିତ ଓ ରସବନ୍ତ କରିଥାଏ। ନୂଆ ଫସଲର ପ୍ରାଚୁର୍ଯ୍ୟରେ ପଲ୍ଲୀ ଜନତା ପୁଲକ ଜାତ ହୁଏ। ସେଥିପାଇଁ ବୋଧହୁଏ ଆନନ୍ଦର ଅତିଶଯ୍ୟରେ ପର୍ବ ପାଳନ କରି ପଲ୍ଲୀବାସୀ ବିଭୋର ହୁଅନ୍ତି। ପ୍ରଥମାଷ୍ଟମୀ, ଶାମ୍ବ ଦଶମୀ, ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି, ସରସ୍ୱତୀ ପୂଜା ଆଦି ପର୍ବ ପାଳନ କରାଯାଏ। ଶୀତ ଋତୁର ଅପକାରିତା। ମନୁଷ୍ୟ ଜୀବନରେ କୌଣସି ସମୟ ସମ୍ପୂର୍ଣ୍ଣ ସୁଖ କିମ୍ବା ଦୁଃଖରେ ଯାଏ ନାହିଁ। ସୁଖ ଦୁଃଖ ଉଭୟ ସମନ୍ୱୟରେ ତାକୁ କାଳ କାଟିବାକୁ ପଡ଼ିଥାଏ। ଅନେକ ସୁଖ ସୌଭାଗ୍ୟ ସତ୍ତ୍ୱେ ଶୀତ ଋତୁ ଦରିଦ୍ର ଜନତାକୁ ପୀଡ଼ା ଦିଏ। ସେମାନେ ଶୀତବସ୍ତ୍ର ଅଭାବରୁ କଷ୍ଟ ପାଆନ୍ତି। ବୃଦ୍ଧ ବୃଦ୍ଧାମାନେ ଶୀତର ପ୍ରକୋପକୁ ସହ୍ୟ କରିପାରନ୍ତି ନାହିଁ। ତେଣୁ କିଛି ମାତ୍ରାରେ ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି। ଉପସଂହାର। ବାସ୍ତବ ଦୃଷ୍ଟିରୁ ବିଚାର କଲେ ସୁଖ ଓ ଦୁଃଖର ସମାହାର ସତ୍ତ୍ୱେ ଶୀତ ଋତୁ ଜଗତର ହିତ ସାଧନ କରେ। ଏହି ଋତୁ କର୍ମ ପ୍ରେରଣା ଦିଏ। ଜୀବନକୁ ଚଳଚଞ୍ଚଳ କରିବାର ଉତ୍ସାହ ସୃଷ୍ଟି କରେ। ପୂର୍ଣ୍ଣ ଜୀବାଣୁଭାର ମାଦକଣା ଭରିଦିଏ। ବାସ୍ତବରେ ଏହି ଋତୁରେ ଉତ୍କଳର ଚାଷୀ ଭଗବାନଙ୍କ ଦୟାକୁ କେତେକାଂଶରେ ବୁଝିପାରେ। ତେଣୁ ତା'ର ମୁଖରେ ଯେଉଁ ଆନନ୍ଦର ଶୋଭା ଦେଖାଯାଏ, ତାହା ହିଁ ଶୀତ ଋତୁର ପ୍ରଧାନ ସୌନ୍ଦର୍ଯ୍ୟ। ଶୀତକାଳରେ ଚାଷୀମାନଙ୍କୁ ଦେଖି କବି ମଧୁସୂଦନ ରାୟ ଲେଖିଛନ୍ତି, ଖଳାକି ଗ୍ରାମ ସୀମାରେ ଧାନ ଅମଳ କରି ଗୃହକୁ ନିଅନ୍ତି ଆନନ୍ଦେ ବିଭୁ ଦୟା ସୁମରି।